ଭଗବାନଙ୍କୁ ଦେଖିବାର ଆବଶ୍ୟକତା ନାହିଁ, ଅନୁଭବ କରିବାର ଆବଶ୍ୟକତା ରହିଛି। ସେ ହେଉଛନ୍ତି ଆମ ଭିତରର ସକାରାତ୍ମକ ଶକ୍ତି। ଯେଉଁଠି ସତ୍ୟ, ପ୍ରେମ ଓ କରୁଣା ଅଛି, ସେଠି ଭଗବାନ ଅଛନ୍ତି। ଭଗବାନ ମୂର୍ତ୍ତିରେ ନୁହେଁ, ମନର ଶୁଦ୍ଧତାରେ ବସବାସ କରିଥାନ୍ତି। ଆସ୍ତିକ ହୁଅନ୍ତୁ କି ନାସ୍ତିକ, ଯଦି ଆପଣ ଭଲ ଭାବନା ଓ ଭଲ କାମ କରିଛନ୍ତି, ତାହେଲେ ଆପଣ ଭଗବାନଙ୍କ ମାର୍ଗରେ ଅଛନ୍ତି। ଭଗବାନଙ୍କର ମାର୍ଗ ହେଉଛି ସଦ୍ମାର୍ଗ। ଭଗବାନ ହେଉଛନ୍ତି ସେହି ଶକ୍ତି ଯାହା ଆମକୁ ତଳକୁ ପଡ଼ିଲେ ଉପରକୁ ଉଠାଇବାକୁ ଅଭିପ୍ରେରିତ କରିଥାଏ। ଯେଉଁ ହୃଦୟରେ ଦୟା ଓ ଶାନ୍ତି ବାସ କରେ, ସେଇଠି ଭଗବାନ ବାସ କରିଥାନ୍ତି। ଭଗବାନ ରୂପ ନୁହେଁ, ସେ ହେଉଛନ୍ତି ଭାବନା। ଭଗବାନ ଶକ୍ତି ନୁହେଁ, ସେ ହେଉଛନ୍ତି ପ୍ରେରଣା। ଯେତେବେଳେ ଆପଣ ନିଜର ମନର ଅନ୍ଧକାରକୁ ଜୟ କରିବେ, ସେତେବେଳେ ଆପଣ ନାସ୍ତିକ ହେଲେ ମଧ୍ୟ ଭଗବାନଙ୍କ ସହିତ ସମ୍ମିଳିତ ହୋଇଯିବେ। ଜୟ ଜଗନ୍ନାଥ।